ଯଦି ଆପଣଙ୍କୁ ମୂଷା ହଇରାଣ କରୁଛି, ଘରେ ଲୁଗାପଟା କାଢ଼ି ଦେଉଛି, ଖାଦ୍ୟ ଜିନିଷରେ ମୁହଁ ପୁରଉଛି, ଟିକେ ଛାଡ଼ିକି ଗଲେ ଖାଦ୍ୟରେ ସାଙ୍ଗେ ସାଙ୍ଗେ ମୁହଁ ପୁରେଇ ଦେଉଛି, ତ ଲୁଗାପଟା ବି ବହିପତ୍ର ବି ସବୁ କାଟିଦିଏ, ବହୁତ ଜିନିଷ ନଷ୍ଟ କରିଦିଅନ୍ତି ମୂଷାମାନେ। ତ ଆପଣଙ୍କୁ ଯଦି ଏମିତି ହଇରାଣ କରୁଛନ୍ତି ମୂଷାମାନେ, ତାହେଲେ ଆଣିଛି ଆଜି ବଢ଼ିଆ ଭିଡ଼ିଓଟିଏ ଦେଖନ୍ତୁ। ତ ନମସ୍କାର, କୁକ୍ ୱିଥ୍ ମୃଚନା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ମୂଷାକୁ ତ ବିଲକୁଲ ବି ମାରିବା କଥା ନୁହଁ। ସେଥିପାଇଁ ଆମେ କ'ଣ କରିବା, ମୂଷାକୁ କିପରି ଆମ ଘରୁ ଭଗେଇ ପାରିବା, ଘରକୁ ଆଉ ସେ ଆସିବାକୁ ଇଚ୍ଛା କରିବେନି, ସେମିତି ଉପାୟ ଆମେ ଘରେ କରିଲେ ଆମ ଘରକୁ ମୂଷା ଆଉ ଆସିବନି। ତ ଏଇଠି ମୁଁ ନେଇଯାଇଛି ଅଳ୍ପ ଟିକେ ପାଣି, ପାଣିରେ ଗୋଟେ ଚାମଚ ଚିନି ଦେଇଦେଇଛି ଛୋଟ ଚାମଚରେ। ତାପରେ ଅଟା ଦେବା। ଚିନି ଦେଲେ ଖାଦ୍ୟଟା ମିଠା ଲାଗିବ, ଆଉ ଯେତେବେଳେ ତାଙ୍କ ପାଟିରେ ବାଜିବ ସେ ନିଶ୍ଚୟ ଖାଇବେ। ଯେଉଁ ଅନୁସାରେ ଆମେ ତିଆରି କରିବା ସେଇ ଅନୁସାରେ ଆମେ ଅଟାଟା ଦେବା ଆମର ଯେତିକି ଦରକାର। ତ ଏଇଠି ଦେଇଦେଇଛି। ଆଉ ଅଟାକୁ ଆମେ ବେଶୀ କାଠୁଆ କରିବାନି, ଟିକେ ନସନସିଆ କରିକି ଚକଟିବା। ଖାଲି ଅଟାରେ ତ ଆମେ ମୂଷାକୁ ଭଗେଇ ପାରିବାନି, ଏଥିରେ ଆଉ କିଛି ଜିନିଷ ମିଶାଇବା। ସେଇଥିପାଇଁ ମୁଁ ଏଠି ଗୋଟେ ଗନ୍ଧ କର୍ପୂର ନେଲି, କାଗଜରେ ରଖିକି ଭଲ ଭାବରେ ତାକୁ ପାଲିସ କରିକି ଚୁରିଦେବା। ତ ସାଙ୍ଗମାନେ, ଆମେ ଯେଉଁ ମାର୍କେଟରେ ଔଷଧ ଆଣିଛେ ସେଗୁଡ଼ାକ ବିଷ ଗୁଡ଼ାକ, ଆଉ ତାକୁ ଯେତେବେଳେ ମୂଷା ଖାଉଛନ୍ତି ପୁରା ମରିକି ଏଠି ସେଠି ପଡ଼ିକି ଗନ୍ଧ ହେଉଛନ୍ତି। ଯଦି ଆମେ ସେମିତି ନ କରିକି ଏମିତି ଘରୋଇ ଉପାୟରେ ଆମେ ମୂଷାକୁ ବିଦା କରିପାରିବା, ଆହୁରି ଭଲ। ଗନ୍ଧ କର୍ପୂରକୁ ଚୁରିକିରି ସାଇଡ଼ରେ ରଖିଦେଲି। ଏଠି ନେଇଗଲି ମିକ୍ସଚରକୁ ଭଲ ଭାବରେ ଚୁରିଦେବା। ଛଣାଛଣି ଜିନିଷ ମୂଷାକୁ ବହୁତ ଭଲ ଲାଗେ, ସେଥିପାଇଁ ମୁଁ ମିକ୍ସଚର ଏଇଠି ଆଣିକି ଗୁଣ୍ଡ କରିକି ସେଥିରେ ମିଶାଇବି। ଆପଣ ଲକ୍ଷ୍ୟ କରିଥିବେ, ଯେତେବେଳେ ଛଣାଛଣି ଘରେ ହେଉଥିବ, ଛଣାଛଣି ଜିନିଷ ଯେଉଁଠି ଥୋଇଥିବେ, ମୂଷା ଯେଉଁଠି ହେଲେ ତା ବାସ୍ନାରେ ଆସିକି ସେଇଟାକୁ ମୁହଁ ପୁରେଇନ୍ତି। ତ ଏଠି ଦେଖନ୍ତୁ, ମୁଁ ସେଇ ଯେଉଁ କର୍ପୂର ଗୁଣ୍ଡ କରିଥିଲି ସେଇ ମିକ୍ସଚର ଗୁଣ୍ଡରେ ମିଶାଇଦେଲି। ଗନ୍ଧ କର୍ପୂର ଗୁଣ୍ଡ ମିଶିଲା, ଆଉ ଏଥିରେ ଟିକେ ବେକିଂ ସୋଡ଼ା ମିଶାଇଦେବା, ଯାହାଫଳରେ କି ତା ପାଟି ପୁରା ଝାଇଁ ଝାଇଁ ହେଇଯିବ। ପ୍ଲିଜ୍ ଦର୍ଶକ ବନ୍ଧୁ, ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ, ଯାହାଫଳରେ କି ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ସମ୍ପୂର୍ଣ୍ଣ ନ ଜାଣିଥିବା ଟିପ୍ ଗୁଡ଼ାକ ମୋ ଚ୍ୟାନେଲରେ ଦେଖିବାକୁ ପାଇବେ। ଆଉ ଭିଡ଼ିଓରେ ବହୁତ ବହୁତ ସୁନ୍ଦର ଟିପ୍ ଗୁଡ଼ାକ ଅଛି, ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ, ଆଉ ସେଇ ନୂଆ ନୂଆ ଟିପ୍ ଗୁଡ଼ାକୁ ବି ଦେଖି ପକାନ୍ତୁ। ତ ଯାହାଫଳରେ କି ଆପଣଙ୍କ କାମରେ ଆସିବ, ଆପଣ ହିଁ ସେଥିରୁ ଲାଭ ପାଇପାରିବେ। କାରଣ ଆପଣ ଯେଉଁ ଅସୁବିଧାରେ ପଡ଼ୁଥିବେ, ଟିପ୍ ଗୁଡ଼ାକ ମାଧ୍ୟମରେ ଆପଣ ସେ ତାକୁ ସଲ୍ଭ କରିପାରିବେ। ତ ଏଠି ଦେଖନ୍ତୁ, ମୁଁ ନେଇଛି ଗୁଆ ଘିଅ। ନିଶ୍ଚୟ ଗୁଆ ଘିଅ ଟିକେ ନେବେ, ଅଟା ଗୁଳାରେ ଲଗାଇଦେବେ। ମୁଁ ଆଗେ କାହିଁକି ପକାଇଲିନି, କିନ୍ତୁ ଉପରେ ଲଗାଇଦେଲେ ବାସ୍ନାଟା ତା'ର ବହୁତ କିରି ହେବ, ତ ମୂଷାକୁ ଖାଇବାକୁ ତା ବାସ୍ନାରେ ଆସିବେ। ଆଉ ଭିତରେ ଅଟା ଧୀରେ ପକାଇଦେଲେ ସେତେ ହେବନି ଭଲ। ତ ଏମିତି ମୁଁ ସବୁବେଳେ ଯେତେବେଳେ ଏମିତି ମୂଷାର ଯେଉଁ ଔଷଧଟା ତିଆରି କରେ, ଏମିତି ଅଟାରେ ମୁଁ ଉପରେ ଲଗାଇଦିଏ ଗୁଆ ଘିଅଟାକୁ। ଉପରେ ଲଗାଇଦେଲେ ବାସ୍ନାଟା ତାକୁ ହେବ। ତ ଏଠି ଦେଖନ୍ତୁ, ମୁଁ 3ଟା ଗୁଳା କଲି, ଆଉ ଭଲ ଭାବରେ ତାକୁ ଏମିତିକିରି କରିଦେଉଛି। ଆଙ୍ଗୁଠିରେ ଏମିତି ଆଗ ଚଟକେଇ ଦେବା। ତାପରେ ସେଥିରେ ଆମେ ଯେଉଁ ଷ୍ଟଫିଂଟା ତିଆରି କରିଥିଲେ, ମିକ୍ସଚର ଆଉ କର୍ପୂର, ତାକୁ ଆମେ ସେଇଥିରେ ଦେବା। ଟିକେ ହାତରେ ଗୁଆ ଘିଅଟା ଲଗାଇଦେଲେ ଚାରିଆଡ଼େ ଭଲ, ତା ଭିତର ବାସ୍ନା ଉପରେ ବି ବାସ୍ନା, ଆଉ ହାତରେ ବି ଲାଗିବନି ଅଟା ଚକଟାଟା। ଯଦି ଆମେ ମୂଷାକୁ ସମ୍ପୂର୍ଣ୍ଣ ନ ଆସିବାକୁ ଚାହୁଁଥିବା, ତାହେଲେ ଘରେ ବିଲେଇ ରଖିବା। ବିଲେଇ ଯଦି ଆମେ ଘରେ ରଖିଥିବା, ମୂଷା ବିଲକୁଲ ବି ଆସିବେନି। ନା ଏତେ ଧନ୍ଦା କରିବାକୁ ପଡ଼ିବନି, ଝିଞ୍ଝଟ ନା, ଘରେ ଜିନିଷ କିଛି ନଷ୍ଟ ହେବନି। ଏ ଯେଉଁ ବେକିଂ ସୋଡ଼ା ଆଉ କର୍ପୂର ମିଶିଛି, ଗନ୍ଧ କର୍ପୂରଟା, ଯଦି ମୂଷା ଖାଇବ ଦିନେ, ସେଇ ଜାଗାକୁ ଆଉ ମୂଷା କେବେ ବି ଦ୍ୱିତୀୟ ଥର ଆସିବନି। ଦେଖନ୍ତୁ, ଯେମିତି ଆପଣ କରିପାରିବେ, ଗୋଲ ବି କରିପାରିବେ, ଏମିତି ବି ମୁଁ ଏମିତି ହିଁ କଲି। ଆଉ ଏଇ ଯେଉଁ ଅଟା ପରସ୍ତଟା ଟିକେ ପତଳା ରଖିବେ, ବେଶୀ ମୋଟା କରିବେନି, କାରଣ ମୋଟା ଅଟାକୁ ତାକୁ ଖାଇଦେଇକି ଯେଉଁ ମୂଷା ପଳେଇବେ, ତାର ଷ୍ଟଫିଂକୁ ଖାଇପାରିବେନି। ସେଥିପାଇଁ ପତଳା କରିଲେ ସିଏ ଯେତେବେଳେ ଖୁମ୍ପିକି ଖାଇବେ, ସେ ଷ୍ଟଫିଂ ଗୁଡ଼ାକ ବି ତା ପାଟିକି ଲାଗିବ। ଯେଉଁଠି ଧାନ ଚାଉଳ ଅଛି, ଗହମ ଧାନ ଚାଉଳ, ସେଇ ଜାଗାକୁ ପ୍ରବଳ ମୂଷା ଆସନ୍ତି, କାରଣ ସେମାନେ ଧାନ ଚାଉଳ ଖାଇବାକୁ ଆସନ୍ତି। ଧାନ ଚାଉଳ ଖାଆନ୍ତି ତ ଖାଆନ୍ତି, ସେ ବସ୍ତାକୁ କାଟିକିରି ସବୁତକ ଗଦେଇ ଦିଅନ୍ତି ତଳେ। ଆଉ ଆପଣ ଲକ୍ଷ୍ୟ କରିଥିବେ, ଯଦି ଆମେ ଜନ୍ତାରେ ମୂଷାକୁ ଧରିବା, ସେ ମୂଷାକୁ ଆମେ ଯଦି କୋଷେ ବାଟ ନେଇକି ଛାଡ଼ିବା, ସେ ପୁଣି ପଳେଇ ଆସିବ ସେ ତା ଜାଗାକୁ। ସେଥିପାଇଁ ଆମେ ଏମିତି ମେଡ଼ିସିନ ତିଆରି କରିବା, ଏମିତି ଜିନିଷ ଆମେ ତିଆରି କରିବା, ମୂଷା ତାକୁ ଖାଇକି ବିରକ୍ତ ହେବ, ଆଉ ସେ ଜାଗାକୁ ଆଉ ଆସିବାକୁ ଇଚ୍ଛା କରିବନି। ତ ଏଇଠି ଦେଖନ୍ତୁ, ମୁଁ 3ଟା ଏମିତି ଭାବରେ କାକରା ଭଳି ତିଆରି କରିଦେଲି। ଆକୁ ଆମେ ଯେଉଁଠି ମୂଷା ଆସୁଥିବ, ଯେଉଁ ଜାଗାକୁ ବେଶୀ କରି କାଟୁଥିବେ, ଯେଉଁଠି ଆସି ଲୁଗାପଟା ହେଉ, ବହିପତ୍ର ହେଉ, ସେଇ ଜାଗାରେ ଆମେ ଥୋଇଦେବା। ମୂଷା ତ ଏଇ ଯେଉଁ କାକରାକୁ ଖାଇକି ପଳେଇଯିବେ, ଆଉ ଦ୍ୱିତୀୟ ଥର ଆସିବାକୁ କହିବେନି। ହେଲେ ଆପଣମାନେ ଭିଡ଼ିଓକୁ ଦେଖିକି ଲାଇକ୍ ନ କରିକି ଯିବେନି। ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ଆଉ ସାଙ୍ଗମାନଙ୍କୁ ବି ସେୟାର କରିଦେବେ। ଯଦି ଆପଣମାନେ ଟିକେ ସାହାଯ୍ୟ କରିବେ, ମୋ ଭିଡ଼ିଓ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ।
ଆପଣମାନେ ତ ବହୁତ ବହୁତ ଭଲ ପାଇବା ଦେଇଛନ୍ତି, ସେଥିପାଇଁ ମୋ ଚ୍ୟାନେଲରେ ଏତେ ବାଟ ଯାଇପାରିଛି। ତ ଆଉ ଟିକେ ସାହାଯ୍ୟ କରନ୍ତୁ, ମୋ ଚ୍ୟାନେଲ ଆଉ ଟିକେ ଆଗକୁ ଯିବ। ତ ଏଇଠି ଦେଖନ୍ତୁ ଯୋଉଠି ଯୋଉଠି ମୂଷା ଆସୁଛି ସେଇଠି ମୁଁ ରଖିଦେଉଛି। ଆପଣଙ୍କର ବି ଯୋଉଠିକି ମୂଷା ଆସୁଥିବ ସେଇଠି ଏମିତି ରଖିଦେବେ। ଯଦି ମୂଷା ଆକୁ ଖାଆନ୍ତି ତାହେଲେ ଆଉ କୌଣସି ଜିନିଷରେ ମୁହଁ ମାରିବେନି, ଏକ ମୁହାଁ ହେଇକି ସେ ଘରୁ ପଳେଇଯିବେ। ସାଙ୍ଗମାନେ ଆଜି ପାଇଁ ରହୁଛି, ପୁଣି ଆଗକୁ ଆସିବେ ଏମିତି ନୂଆ ନୂଆ ଭିଡ଼ିଓ ନେଇ। ସେ ପର୍ଯ୍ୟନ୍ତ ରହୁଛି, ଜୟ ଜଗନ୍ନାଥ।